ପିଲାମାନେ ନେକ୍ସଟ ଭିଡିଓରେ ଏହି ପଦ୍ୟଟିକୁ ଆମେ ଭଲ ଭାବରେ ପଢ଼ିଥିଲେ ଏବଂ ବୁଝିଥିଲେ। ଏବେ ଏହାର କ୍ୱେଶ୍ଚନ ଆନ୍ସର ଗୁଡ଼ିକ ଆଲୋଚନା କରିବା। 1 ନମ୍ବର କ ଦେଖିବା ପିଲାମାନେ, ସମୁଦ୍ର କିପରି ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି। ଉତ୍ତର କ'ଣ ଲେଖିବା? ଅନେକ ଟିକି ଟିକି ପାଣି ଟୋପାର ସମାହାରରେ ସମୁଦ୍ର ସୃଷ୍ଟି ହୋଇଛି ବୋଲି କବି କହିଛନ୍ତି। ଖ ନମ୍ବର ଦେଖିବା, ପାହାଡ଼ ପଡ଼ିଆ ନଗର ସବୁ ଧୂଳିରେ ଗଢ଼ା ହୋଇଛି ବୋଲି କବି କାହିଁକି କହିଛନ୍ତି। ଉତ୍ତର ଲେଖିବା, ଟିକି ଟିକି ଧୂଳି କଣିକା ମିଶି ଏ ପୃଥିବୀ ଗଢ଼ା ହୋଇଛି। ସେ ଧୂଳି କଣାର ଉପାଦାନରେ ପାହାଡ଼ ପଡ଼ିଆ ଓ ନଗର ସବୁ କିଛି ଗଢ଼ା ହୋଇଥିବାରୁ କବି ଏପରି କହିଛନ୍ତି। ଗ ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ, ଜଙ୍ଗଲ କିପରି ଲୋକମାନଙ୍କର ଉପକାର କରୁଛି। ଅନେକ ଗୁଡ଼ିଏ ଗଛର ସମାହାରରେ ଜଙ୍ଗଲ ଗଢ଼ି ଉଠିଛି। ସେହି ଗଛ ସବୁରେ ବହୁ ମୂଲ୍ୟବାନ ପଦାର୍ଥ ଭରି ରହିଛି। ସେସବୁ ଲୋକମାନଙ୍କର ଅନେକ ଉପକାର ସାଧନ କରିଥାଏ। ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ବିଭିନ୍ନ ଉପାଦାନ ଓ ଔଷଧ ଆଦି ସବୁକିଛି ମଣିଷ ଜଙ୍ଗଲରୁ ହିଁ ପାଇଥାଏ। ଘ ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ, ତୋଫା କରନ୍ତି କ୍ଷତି ପଦାର୍ଥଟିର ଅର୍ଥ କ'ଣ? ତୋଫା କରନ୍ତି କ୍ଷତି ପଦାର୍ଥଟିର ଅର୍ଥ ହେଲା ପୃଥିବୀକୁ ଉଜ୍ଜଳ କରନ୍ତି, ଅର୍ଥାତ୍ ଟିକି ଟିକି ଅନେକ ତାରା ପ୍ରତିଦିନ ରାତିରେ ଆକାଶରେ ଉଦିତ ହୋଇ ଅନ୍ଧକାରକୁ ଦୂର କରି ପୃଥିବୀକୁ ଉଜ୍ଜଳ କରନ୍ତି। ଉ ନମ୍ବର କ୍ୱେଶ୍ଚନ, ଦୟାମୟଙ୍କ ଚର କହିଲେ କ'ଣ ବୁଝାଯାଏ? ଦୟାମୟଙ୍କ ଚର କହିଲେ ଭଗବାନଙ୍କ ଦୂତକୁ ବୁଝାଏ। ଯେଉଁ ଲୋକ ଅନ୍ୟମାନଙ୍କୁ ଦୟା ଦେଖାଏ ଏ ଜଗତରେ ସେ ହିଁ ଦୟାମୟଙ୍କ ଚର ରୂପେ ପରିଗଣିତ ହୁଏ। ଚ ନମ୍ବର କ୍ୱେଶ୍ଚନ, କ'ଣ କଲେ ଆମର ଜୀବନ ସାର୍ଥକ ହେବ? ଆମେ ଜୀବନକାଳ ମଧ୍ୟରେ ଟିକି ଟିକି ମହତ କାର୍ଯ୍ୟ କରି ଯଦି ସୁଗତି ଦେଖାଇପାରୁ ଓ ଅନ୍ୟର ଉପକାର କରିପାରୁ ତେବେ ଆମର ଜୀବନ ସାର୍ଥକ ହେବ। 2 ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ, ଯେମିତି ଟିକି ଟିକି ଧୂଳିକଣା ସେହିପରି ଟିକି ଟିକି ଲଗାଇ ଆଉ କେତୋଟି ପଦ ଲେଖ। ଯେପରି ଟିକି ଟିକି ଧୂଳିକଣା ସେହିପରି ଟିକି ଟିକି ଲଗାଇ ଆଉ କେତୋଟି ପଦ ଲେଖିବା। ଟିକି ଟିକି ତାରା, ଆଉ କ'ଣ ହେବ ନା ଟିକି ଟିକି ଗଛ, ଆଉ କ'ଣ ହେବ ଟିକି ଟିକି ମାଛ, ଟିକି ଟିକି ପିଲା, ଆଉ କ'ଣ ନା ଟିକି ଟିକି ଚଢ଼େଇ। ତମେ ଲେଖିନେବ ପିଲାମାନେ। 3 ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ, ତଳେ 4ଟି ଶବ୍ଦ ଲେଖା ହୋଇଛି। ପ୍ରତି ଶବ୍ଦ ତଳେ 2ଟି ଲେଖାଏଁ ଏପରି ଶବ୍ଦ ଲେଖିବା ଯେପରି ତଳକୁ ତଳ ଥିବା ଶବ୍ଦ ଗୁଡ଼ିକ ଏକା ଭଳି ଶୁଭୁଥିବ। ଏପରି 4ଟି ଶବ୍ଦ ଦେଇଛି ପିଲାମାନେ, ତା ତଳକୁ ତଳକୁ ଏପରି ଶବ୍ଦ ଲେଖିବା ଯେପରି ଶବ୍ଦ ଗୁଡ଼ିକ ଏକା ଭଳି ଶୁଭୁଥିବ। ସେହିପରି ସିନ୍ଦୁର କ'ଣ ଲେଖିବା ନା ସିନ୍ଦୁ ଇନ୍ଦୁ। ସେହିପରି ଧରାର କ'ଣ ଲେଖିବା? ସରା ଆଉ ଗରା, ଧରା ସରା ଗରା। ସେହିପରି ଧନର ଲେଖିବା ଧନ ଜନ ଆଉ କ'ଣ ମନ। ନରର ସେହିପରି ନର ସର ଆଉ ଡର। 4 ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ, ଆସ ତଳ ଶବ୍ଦ ଗୁଡ଼ିକର ଅର୍ଥ ଅଭିଧାନରୁ ବାହାର କରିବା। ଏଗୁଡ଼ିକ ଶବ୍ଦ ଦେଇଛି, ତାର ଅର୍ଥ ଲେଖିବା। ଧରା ଅର୍ଥ କ'ଣ ପିଲାମାନେ? ଧରା ମାନେ ଆମେ ସମସ୍ତେ ଜାଣିଛନ୍ତି ପୃଥିବୀ, ଏଠି ଲେଖିଦେଲେ। ତାପରେ ତୋଫା ଅର୍ଥ କ'ଣ? ତୋଫା ଅର୍ଥ ହେଉଛି ଉଜ୍ଜଳ। ତାପରେ ବିନାଶ, ବିନାଶୀ, ବିନାଶୀ ମାନେ କ'ଣ ନା ବିଲୋପ କରି ବା ଦୂର କରି। କ୍ଷିତି ଅର୍ଥ କ'ଣ ପିଲାମାନେ? ନା ପୃଥିବୀ। ସୁଗତି ଅର୍ଥ ହେଉଛି ଉତ୍ତମ ଗତି ବା ଭଲ ଗତି। ମର୍ତ୍ତ୍ୟ ମାନେ କ'ଣ? ମର୍ତ୍ତ୍ୟ ମାନେ ହେଉଛି ପୃଥିବୀ। 5 ନମ୍ବର କ୍ୱେଶ୍ଚନ ଦେଖିବା, କବିତାର କିଛି ଅଂଶ ଛାଡ଼ି ଦିଆଯାଇଛି। ଆସ ସେହି ଅଂଶକୁ ମନେ ପକାଇ ଶୂନ୍ୟସ୍ଥାନ ପୂରଣ କରିବା। ଏଠି କିଛି ଅଂଶ ଛାଡ଼ି ଦିଆଯାଇଛି, ସେଥିପାଇଁ ଏଠି ଡ୍ୟାସ୍ ଦିଆହେଇଛି। ଆମେ କ'ଣ କରିବା ନା ଆକୁ ଶୂନ୍ୟସ୍ଥାନ ପୂରଣ କରିବା। ଟିକି ଟିକି ଧୂଳି କଣା ଡ୍ୟାସ୍ ଦେଇଦେଇଛି, ଏଠି ଆମେ କ'ଣ ଲେଖିବା? ଟିକି ଟିକି ଧୂଳି କଣିକା ପାହାଡ଼ ପଡ଼ିଆ ନଗର। ତାପରେ ଏଠି ଡ୍ୟାସ୍ ଦେଇଦେଇଛି, ସବୁ ଧୂଳିରେ ଗଢ଼ା। ଏଠି କ'ଣ ଲେଖିବା? ଡ୍ୟାସ୍ରେ ମିଶି ହୋଇଛି ଧରା ସବୁ ଧୂଳିରେ ଗଢ଼ା। ଖ ନମ୍ବର କ'ଣ ଦେଇଛି ନା ଡ୍ୟାସ୍ ସେ ଏକା ଡ୍ୟାସ୍ ଲବେ ଲବେ ଦୟା ହୃଦୟୁ ସେ ଏକା ବୋଲାଏ ଜଗତେ। ତାପରେ ଦେଇପାରେ ଯେ ନର ଡ୍ୟାସ୍ ଚର, ଦେଇପାରେ ଯେ ନର ଦୟାମୟଙ୍କ ଚର। 6 ନମ୍ବର କ୍ୱେଶ୍ଚନ ଦେଖିବା, ଗୋଟି ଗୋଟି କେତେ ଗଛରେ ପରା ତିଆରି ବନ, ଏତେ ଲୋକହିତ ସାଧୁଛି ଏତେ ବାଣ୍ଟୁଛି ଧନ। ଉପରେ ଲେଖାଥିବା ପଦର ଅର୍ଥ 5ଟି ବାକ୍ୟରେ ଲେଖିବା।
ପାଞ୍ଚଟି ବାକ୍ୟରେ ଲେଖିବା ପିଲାମାନେ। 1 ନମ୍ବରରେ ଲେଖିବା ଗୋଟି ଗୋଟି କରି ଅନେକ ଗଛର ସମାହାରରେ ବଣ ସୃଷ୍ଟି ହୋଇଛି। 2ରେ ଲେଖିବା ସେହି ଗଛ ଗୁଡ଼ିକର ସୁମିଷ୍ଟ ଫଳ ଲୋକମାନଙ୍କର ଆହାର ହୋଇଥାଏ। 3ରେ ଲେଖିବା ବଣରୁ ଲୋକମାନେ ବାସଗୃହ ଓ ଅନ୍ୟାନ୍ୟ ଗୃହ ଉପକରଣ ତିଆରି ପାଇଁ କାଠ ଓ ବାଉଁଶ ପାଇଥାନ୍ତି। 4ରେ ଲେଖିବା ବଣରେ ଥିବା ଔଷଧୀୟ ବୃକ୍ଷଲତାରୁ ଔଷଧ ତିଆରି ହୋଇଥାଏ। 5ରେ ଲେଖିବା ଏହିପରି ବଣ ମହଜୁଦ କରି ରଖିଥିବା ମୂଲ୍ୟବାନ ସମ୍ପଦକୁ ଲୋକମାନଙ୍କ ହିତ ସାଧନ ପାଇଁ ବିତରଣ କରିଥାଏ। 7 ନମ୍ବର କ୍ୱେଶ୍ଚନ ଦେଖିବା ପିଲାମାନେ। ପଠିତ କବିତାରେ ଯେଉଁ ପଦ ଗୁଡ଼ିକରେ ମଣିଷର କିଛି ଭଲ ଗୁଣ କଥା କୁହାଯାଇଛି ସେହି ପଦ ଗୁଡ଼ିକ ଆବୃତ୍ତି କରିବା। ଲବେ ଲବେ ଦୟା ହୃଦୟ ଦେଇପାରେ ଯେ ନର, ସେ ଏକା ବୋଲାଏ ଜଗତେ ଦୟାମୟଙ୍କ ଚର। ପଦୁ ପଦ କଥା ମଧୁର ଯେହୁ, ଭାସଇ ମୁଖେ ପରକୁ ଆପଣା କରି ସେ ବାନ୍ଧି ପରାଇ ସୁଖେ। ଟିକି ଟିକି କାଜ ସୁଗତି ଯେବେ ଦେଖାଇ ପାର, ତେବେ ସିନା ମର୍ତ୍ତ୍ୟ ପିଲାଏ ଜନ୍ମ କରିବ ସାର। ପିଲାମାନେ ଏଇଗୁଡାକ ଲେଖିନବ ତମ ବହିରେ। ପିଲାମାନେ 8 ନମ୍ବର କ୍ୱେଶ୍ଚନ ଦେଖିବା। ଯେମିତି ସିନ୍ଧୁର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ହୋଇଛି ସାଗର, ସମୁଦ୍ର, ପାରାବାର, ସେହିପରି ତଳ ଶବ୍ଦ ଗୁଡ଼ିକର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ଲେଖିବା। ସେହିପରି ଧରାର ପ୍ରତିଶବ୍ଦ ଗୁଡ଼ିକ ଲେଖିବା। ଧରିତ୍ରୀ, ପୃଥିବୀ ଆଉ ଧରଣୀ। ସେହିପରି ବନର ଲେଖିବା ବିପିନ, କାନନ ଆଉ ଅରଣ୍ୟ। ନରର ମଧ୍ୟ ସେହିପରି ଲେଖିବା ମନୁଷ୍ୟ, ମାନବ, ମନୁଜ। ପିଲାମାନେ ତମମାନଙ୍କୁ ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବନି।